ଯଦି ଫଣ୍ଟା ଦେବେ ସେଇ କିଛି ଗୋଟେ ପଦ ବଢ଼ିଆ କୁହନ୍ତି ସେଇଟା କହିବେ ଦେଇକି ଫଣ୍ଟା ଦେବେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ବ୍ଲଗ୍ ଏଇଠୁ ଷ୍ଟାର୍ଟ କରିବା। ରାଧାଭାଇ ସେଲୁନ୍, ମା ବାସନ୍ତୀ ସେଲୁନ୍, ଚକହରି ଶିଖରପୁର। ତ ଆଜି ଚୁଟି ସବୁ ବଢ଼ି ହେଇଛି, ଚୁଟି ଦାଢ଼ି ସବୁ ବଢ଼ିଗଲାଣି, ଟିକେ ସେଭିଂ ହେଇଯିବା। ଆଜି ହେଉଛି ଭାଇ ଫଣ୍ଟା, ତ ଭଉଣୀ ଘରକୁ ଯିବା। ସିଏ ତାର ଠମ୍ପା ଫମ୍ପା କ'ଣ ଦେବ, ତ କ'ଣ ସେଇଟା ଏଇ ଭିଡ଼ିଓରେ ଆପଣମାନେ ଟୋଟାଲ୍ ଜାଣିବେ। ସେଇଟା କ'ଣ ପାଇଁ ଭଉଣୀମାନେ ଦିଅନ୍ତି ଭାଇକି, ତ ସେଇଟା ଜାଣିବେ ଆଜି। ତା ପୂର୍ବରୁ ମୁଁ ଟିକେ ସେଭିଂ ଏକା ହେଇଯାଏ, ଟିକେ କ୍ଲିନ୍ ଏକା ହେଇଯାଏ, କାହିଁକିନା ବହୁତ ଦିନ ହେଲାଣି ଚୁଟି କାଟିନି, ବ୍ୟସ୍ତ ଥିଲି। ତ ଇଏ ହେଉଛି ରାଧା ଭାଇ ବା ମା ବାସନ୍ତୀ ସେଲୁନ୍ ର ଅନର୍ସ ରାଧା ଭାଇ, ପୁରା ଫେମସ୍, ଆମ ଜଳେଶ୍ୱର ପୁରା ଫେମସ୍। ଭଲ ଚୁଟି କାଟନ୍ତି ଏବଂ ସେଭିଂ ମଧ୍ୟ ବହୁତ ବଢ଼ିଆ କରନ୍ତି, ଆଉ ବହୁତ ଲୋକ ମଧ୍ୟ ହୁଅନ୍ତି ସେଲୁନ୍ରେ। ତ ଇଏ ଏବେ ମୁଁ ବସିଲି ଚେୟାରରେ। ମୋ ଚୁଟି କାଟିବା ପାଇଁ ଦର୍ଜ କି ସୁଜନ କେହି ନାହିଁ। ଇଏ ହେଉଛି ଅନାଦି ଚୁଟି ମୋର କାଟିବ। ମୁଁ କହିଲି ନାଇଁ ତୁ ଜାଣିନୁ, ଠିକ୍ ସେ କାଟିବୁ ତ, ପୁରା ବେକାର କରିଦେବୁ। ମୋର ମଝିରେ ଏମିତି ଦୁଇଥର ପୁରା ବର୍ବାଦ କରିଦେଇଥିଲ। ରାଧାଇ କହିଲା କି ତୁ ମୋ ଉପରେ ଭରସା ରଖ, ତୁ କାଟ, ଅନାଦି ବଢ଼ିଆ କାଟିବ, କାଟ। ଠିକ୍ ଅଛି, ଯଦି ଭଲ ନ ହେବ ତାହେଲେ ପଇସା ଦେବିନି, ତୁ ତୋର କାଟ, ଯାହା କରୁଛୁ କର। ଅନାଦି ତାର ବସିକି କାଟ, କହିଲା କି ଭାଇ ଦେଖିକି କାଟିବୁ, ଲେଟ୍ କାଟ ତାପରେ କହିବ। ରାଧାଇ କିଛି କହିବନି, ଯଦି ଖରାପ ହେଲା ପଇସା ତ ଦେବିନି, ଆଉ କ'ଣ ଅଛି। ସିଏ ତାର ମେସିନ୍ ଫେସିନ୍ ବାହାର କରିକି ତାର ତୈୟାର, ତାର କାମ ଷ୍ଟାର୍ଟ ହେଲା। ମୋତେ ଖାଲି ଡର ଲାଗୁଛି କାଳେ ଚୁଟି ଖରାପ କରିଦେବ କି, କାରଣ ପୁଅମାନଙ୍କର ତ ହେୟାର ଷ୍ଟାଇଲ୍ ହିଁ ସବୁ କିଛି, ଆଉ ସେଇଟା ଖରାପ ହେଲେ ଗଲା। ଗୋଟେ କେହି ଝିଅ ଚାହିଁବ, ଯାହା ବି ହଉ ଦେଖାଯାଉ। ଅନାଦି ଫାର୍ଷ୍ଟ ଟାଇମ୍ କେଉଁ ଭଳିଆ କାଟୁଛି, ଯଦି ଭଲ ହେଲା ତ ହେଲା, ନହେଲେ ନାହିଁ ତ ପୁରା ଚାନ୍ସ ଦେବା। ଆଉ ସେ ତାର ମୁଣ୍ଡିଆ ଫୁଣ୍ଡିଆ ମାରିକି ଷ୍ଟାର୍ଟ କଲା। ହଉ କାଟେ, ଚାଞ୍ଚି ଚୁଞ୍ଚା ପକେଇଲା। ଏବେ ସରିଲା। ଦେଖନ୍ତୁ ଅନାଦି କେଉଁ ଭଳିଆ ଚୁଟି କାଟିଛି, ବହୁତ ବଢ଼ିଆ କାଟିଛି, ଆଉ ଭଲ ମଧ୍ୟ କାଟିଛି। ଫାର୍ଷ୍ଟ ଟାଇମ୍ ମୁଁ ତା ପାଖରୁ କାଟିଲି, ସିଏ ବି ମଧ୍ୟ ନୂଆ ଶିଖୁଛି, ବଢ଼ିଆ କାଟିଛି। ଏବେ ଆମର ଗାଡ଼ିଟାକୁ ନେଇକି ଯିବା ଗ୍ୟାରେଜ୍ ପାଖକୁ। ତ ଚୁଟି ଫୁଟି କାଟି ସାରିକି ଏବେ ଗାଡ଼ି ନେଇକି ଆସିଛି ଗ୍ୟାରେଜ୍ ପାଖକୁ, ଟ୍ରାକ୍ଟରଟା। ତ ତା ଟିକେ କାମ ହେବ, ଗାଡ଼ି କାଲି ପାଖରୁ ଚାଲିବ, ଏକୁ ନେଇ ଆସିଛି। ହଁ ବାହାରକି ଦେମି ସଂଖ୍ୟା। ତ ଦେଖିପାରୁଥିବେ ଇଏ ହେଉଛି ମୋ ଗାଡ଼ି। ଏ ପେଟକୁ ଦାନା ଦେଉଛି ଏଇ, ତେଣୁକରି ୟାର ଟିକେ କାମ ହେବ, ଗ୍ରୀସିଂ ହେବ, ଚକ ଗୁଡ଼ାକ ଗ୍ରୀସିଂ ହେବ, ଆଉ ଟିକେ ଠୁକୁର ମୁକୁର କାମ ହେବ। ନେଇ ଆସିଛି କିରା, এটা হবনি, এটা করদিও। হ্যাঁ ঠুকুর মুকুর কাম, এই যে গ্যাস কটটা করদিও, এই যে ফটফট ডাকুছে। হ্যাঁ সেইটা করদিও, আর ব্রেকটা করদিও, বরং গ্রিসিং একা কালকে মু আসিকি করদেমি, বুঝিপারল না। হ্যাঁ হ্যাঁ কেন আজ গাড়ি রাতি চালিব না, তো কাম হব এবে বর্তমান। দেখিপারথিব খোলা সেটা ভিডিওটা, ଆଉ ଟିକେ ଟେକା ସେଟା ତା ତଳକୁ ଯିବ। ହଁ ଆଉ କୁଲେନ ପାଣି ହେକା ତ ଅଛି ସବୁ। ହଁ କୁଲେନ ପାଣି ହେକା ସେ ପକିଥିନି ନା, ସେଟା ନାହିଁ ନାହିଁ, ଯେ ହୁଟା କପଡ଼ା ଲାଗିଯିବ।
କାମ ଚାଲିଛି। ଗାଡ଼ି କାମ ସରିବା ପାଇଁ ବହୁତ ଲେଟ୍ ହେବ। ମୁଁ ମୋର ଚାଲିନି ବାହାରି ବୋଉରାକି ଭଉଣୀ ଘରକୁ ଯିବା ପାଇଁ, କାରଣ ସିଏ ବି ଉପାସ ଅଛି ଠମ୍ପା ଦେବା ପାଇଁ, ଟୀକା ପିନ୍ଧିବା ପାଇଁ। ମୁଁ ମା ଆଉ ମୋ ଭାଣିଜୀ ଗୁଡି ଆମେ ବାହାରିଲୁ ଭଉଣୀ ଘରକୁ, ମତଲବ ସୁମି ଘରକୁ। ମୋ ଭଉଣୀ ସେ ହେଉଛି ସାନ। ତ ଆମେ 3 ଜଣ ପୁରା ଦିନ 11:30 12ଟା ବେଳେ ରେଡ଼ି ଗୁଡ଼ା ହେଇକି ପୁରା ବାହାରିଲୁ। ଏ ରାସ୍ତାର ଦୃଶ୍ୟ ମୋ ଭାଣିଜୀ ଭିଡ଼ିଓ କରୁଛି। ଗୁଡି ବହୁତ ଚଗଲା, ବହୁତ ବଦମାସ, ମୋବାଇଲ ସବୁବେଳେ ମୋବାଇଲ ଦେଖୁଛି, କିଛି କଥା ଟୋଟାଲ ମାନୁନି। ତ ଖରା ବହୁତ ମଧ୍ୟ ହେଇଥିଲା, ପ୍ରବଳ ଖରା। ତ ଯେମିତି ଯାହା କରିକି ପଳେଇଲୁ ଆମେ। ଯାଇ ପହଞ୍ଚିଲେ ତାର କ'ଣ ହେଇଛି ଦେଖିବା, ଖିଆପିଆ କରିବା। ଆଉ ତାର ଘର ପାଖାପାଖି ପହଞ୍ଚି ଗଲେଣି, ପାଖାପାଖି ହେଇଗଲେଣି। ଆଉ ଇଏ ହେଉଛି ସୁମିର ଘର, ମୋ ଭାଣିଜୀର ଘର, ମୋ ଭଉଣୀର ଘର। ସେଠି ମସ୍ତ ଯାଇକି ପହଞ୍ଚିକି ଥଣ୍ଡା ପୁରା ପିଇ ପୁଆ ଦେଇକି ଆରାମସେ ବସିଲି। ଦେଖାଯାଉ ଆଗକୁ କ'ଣ ହେଉଛି। ଥଣ୍ଡା ପିଆ ସରୁ, ତାପରେ ଯାହା ହବ। ଥଣ୍ଡା ପିଆ ଏବେ ସରିଲା। ଇଏ ଗୁଡି, ଇଏ ସୁମିର ଘର ପାଖେ ତା ପେଶୀର ଝିଅର ପୁଅ। ସରି, ସେମାନେ ତାଙ୍କର ଖେଳାଖେଳିର ବ୍ୟସ୍ତ। ଗୋଟେ ବଲ୍ ପାଇଯାଇଛନ୍ତି, ନିର୍ଦ୍ଧୁମ ବାଡ଼ୁଛନ୍ତି ସେ ବଲ୍କୁ। ତ ଖେଳନ୍ତୁ ସେମାନେ, ଇଏ ତ ଥଣ୍ଡା ପିଇବାରେ ବ୍ୟସ୍ତ। ବାସ୍ 2 ଜଣ ତାଙ୍କର ଖେଳିବାରେ ବ୍ୟସ୍ତ, ପୁରା ଜୋରସୋର ଖେଳନ୍ତୁ। ପିଲାଦିନେ ଆମେ ବି ଏଇଭଳିଆ ମଜା କରୁଥିଲେ। ଆହୁରି ବଦମାସ ଥିଲେ, ଛାଡ଼। ତ ସିଏ ତାର ରେଡ଼ି କରିଦେଲାନି ସୁମି। ଗୋଟେ ଥାଳିରେ ପୁରା ଦୀପ, ଚନ୍ଦନ, ଅରୁଆ ଚାଉଳ, ଦୁବ, ଏଠି ସବୁ ଖାଇବା। ବାପରେ ଏତେ ଖାଇବା, ମୁଁ ତ ଏତିକି 10 ଦିନ କାନ୍ଦର ଖାଇବି। ହଉ ଠମ୍ପା ଦେବ, ବେଶୀ ଠମ୍ପା ଦେବାର ପୁରା ତୟାର। ଡ୍ରେସ୍ ଗୋଟେ ସିଏ ଆଣିଛି, ଟି ସାର୍ଟ, ବହୁତ ବଢ଼ିଆ ଲାଗୁଛି। ଆଉ ଫିଟ୍ ମଧ୍ୟ ହେଇଛି, ହ୍ୱାଇଟ୍ ଟି ସାର୍ଟ ମୋର ଫେଭରେଟ୍। ତ ସେ ତାର ଠମ୍ପା ଦେଲା। ତ ଏଇଟା ହେଉଛି ବେଙ୍ଗଲର ମୋଷ୍ଟ ଭଲ ପର୍ବ, ସମସ୍ତେ ମାନନ୍ତି। ଭାଇ ଫଣ୍ଟା ବା ଭାଇ ଠମ୍ପା ଦିଅନ୍ତି, ଭଉଣୀମାନେ ଭାଇଙ୍କୁ ଦିଅନ୍ତି। ଆମର ବେଙ୍ଗଲର ଆମ ନାଁଟା କହୁନି, ତାପରେ ଫଣ୍ଟା ଦେବେ। ଏଇ କିଛି ଗୋଟେ ପଦ ବଢ଼ିଆ କୁହନ୍ତି, ଏଇଟା କହିବେ ଦେଇକି ଫଣ୍ଟା ଦେବେ। ଆଉ ଏଇଭଳି ଭାବରେ କେଉଁ ଭଉଣୀମାନେ ତାଙ୍କ ଭାଇଙ୍କୁ ଠମ୍ପା ଦେଇଛନ୍ତି ମୋତେ କମେଣ୍ଟ କରିବେ। ଆଉ କେଉଁ ଭଳି ଭାବରେ ଭିଡ଼ିଓଟା ହେଇଛି ମୋତେ ମେସେଜ କରିବେ ବା କମେଣ୍ଟ କରିବେ। ବାସ୍ ପୁରା ଗୋଟିକା ଗାଲାଜମଟା ଗିଳେଇଦେଲି ମୁଁ। ତ ସିଏ ବି ଉପାସ ଅଛି, ମୁଁ ତାକୁ ଗୋଟେ ଖୋଇଲେ ସିଏ ଖାଇବ। ତ ସିଏ ବି ଗିଳେଇଦେଲା ଗୋଟେ ରସଗୋଲା। ବାସ୍ ଏତିକିରେ ମୋର ହେଲା, ଆଉ ଖାଇବାର ନାହିଁ ଭାଇ, ତୋର ହଟା। ତ ପୂଜା ତ ତା କାମ ସରିଲା ପରେ ଏବେ ଭାତ ଖିଆ ଷ୍ଟାର୍ଟ ହେବ। ମଟନଟା ହେଇଛି ଆଜି, ବାଡ଼ି ଦେବା ପୁରା ମଟନ ଦେଇକି ଭାତ। ମଟନଟା ବହୁତ ଟେଷ୍ଟି ହେଇଛି, ଆଉ ଝୋଳ ମଧ୍ୟ ବଢ଼ିଆ ଲାଗୁଛି, ଦେଖାଯାଉଛି ପୁରା ବଢ଼ିଆ। ଖାଇଲେ ଜଣାପଡ଼ିବ। ଯାହା ବି ହଉ ଆଜିର ଖାଇବା ପୁରା ମସ୍ତ। ଗୁଡି ମୋ ପାଖରେ ବସିଛି, ଖାଲି ହସୁଛି ମୁଚକି। ଏବେ ମଟନଟା ଦେଇକି ବାଡ଼ି ଦେବା ପୁରା ଜୋରସୋର। ତାପରେ ଗାଡ଼ି ପାଖକୁ ଯିବା, ଗାଡ଼ିର କାମ ଚାଲିଥିଲା, ଲେଟ୍ ହେବ, ସନ୍ଧ୍ୟା ହେଇଯିବ। ତ ଖାଇ ଦେଇକି ବାହାରିବା ଗାଡ଼ି ପାଖକୁ। କେତେ ବାଟ କ'ଣ ଗଲା, କାରଣ ଗାଡ଼ି ଚାଲିବାର ଅଛି। ତ ଖାଇସାରି ମୁଁ ବାହାରିଲି ଗାଡ଼ି ପାଖକୁ। ଏଇ ରାସ୍ତାର ଭିଉ ଦିନ 2ଟା 3ଟା ବେଳର ଭିଉ ପୁରା ମସ୍ତ ଭିଉ ଥିଲା। ଆଉ ମୁଁ ମୋର ଟୁପା ଫୁପା ନେଇକି ପୁରା ବିନ୍ଦାସ ଚାଲିଛି। ଏବେ ଗାଡ଼ି ପାଖକୁ ପହଞ୍ଚିଗଲି। ଗାଡ଼ିର କାମ ଅଲମୋଷ୍ଟ ସରିବାକୁ ଲାଗିଛି। ତ ମୋ ଗାଡ଼ି ତୟାର ଯୁଦ୍ଧକୁ ଯିବା ପାଇଁ। କାଲିଠୁ ଯୁଦ୍ଧ ଷ୍ଟାର୍ଟ ହେବ, ମାନେ ଗାଡ଼ି ଚାଲିବ। ତ ଗାଡ଼ି ପୁରା ତୟାର।
ଜିତୁ ଆମର ନା